ବାଙ୍କୀ ନିର୍ବାଚନ ମଣ୍ଡଳୀରେ SUCICର ବିଧାୟକ ପ୍ରାର୍ଥିନୀ ଶ୍ରୀମତୀ ମାଳବିକା ସାମଲ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସେ କାହିଁକି ନିର୍ବାଚନ ଲଢ଼ୁଛନ୍ତି, ଆଗକୁ ତାର କ'ଣ ଆଶା ଭରସା ଅଛି, ଆସନ୍ତୁ ସିଏ ଆମ ସହିତ ଅଛନ୍ତି, ଆମେ ତାଙ୍କ ସହ ସିଧାସଳଖ ଆଲୋଚନା କରିବା। ବାଙ୍କୀ ମିରର ଆପଣଙ୍କୁ ସ୍ୱାଗତ କରୁଛି। ଆପଣ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି, ଆଜ୍ଞା। ଆପଣଙ୍କର କ'ଣ ଲକ୍ଷ୍ୟ ରହିଛି? SUCI କମ୍ୟୁନିଷ୍ଟ ଦଳ ପକ୍ଷରୁ ମୁଁ ମାଳବିକା ସାମଲ ବାଙ୍କୀ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରୁଛି। ଆମର SUCIC କମ୍ୟୁନିଷ୍ଟର ଜନ୍ମ ଲଗ୍ନରୁ ଆମେ ଜନସାଧାରଣଙ୍କର ଦାବି ନେଇ, ଜୀବନ ଜୀବିକା ନେଇ ଏବଂ ସମାଜରେ ଯେତେ ପ୍ରକାର ଅନ୍ୟାୟ ଅତ୍ୟାଚାର ତା ବିରୁଦ୍ଧରେ ଆମେ ଗଣ ଆନ୍ଦୋଳନ ଗଢ଼ି ତୋଳୁ ଏବଂ ଗଣ ଆନ୍ଦୋଳନ ମଧ୍ୟରେ ହିଁ ଲୋକମାନଙ୍କର ସମସ୍ୟା ଦୂର ହୋଇପାରିବ ବୋଲି ଆମେ ଭାବୁ। ବର୍ତ୍ତମାନ ଆମ ପାଖରେ ନିର୍ବାଚନ ଆସି ପହଞ୍ଚିଛି। ଏହି ସମୟରେ ଦେଶରେ ରାଜନୈତିକ, ସାମାଜିକ, ଅର୍ଥନୈତିକ ପରିସ୍ଥିତି ବହୁ ଭୟାବହ। ଏଇଭଳି ପରିସ୍ଥିତି ଭିତରେ ଆଜି ନିର୍ବାଚନ ଆସିଛି। SUCI କମ୍ୟୁନିଷ୍ଟ ପକ୍ଷରୁ ଆମେ ପ୍ରତିଦ୍ୱନ୍ଦିତା କରୁଛୁ। ଯେତେବେଳେ SUCI କମ୍ୟୁନିଷ୍ଟ ପକ୍ଷରୁ ଘର ଘର ବୁଲି ପଇସା କଲେକ୍ସନ୍ କରି ପାଣ୍ଠି ସଂଗ୍ରହ କରି ଆମେ ନିର୍ବାଚନ ଲଢ଼ୁ, ସେହି ସମୟରେ ଅନ୍ୟ ଦଳମାନେ ବଡ଼ ବଡ଼ ଶିଳ୍ପପତି କର୍ପୋରେଟର ମାନଙ୍କ ଠାରୁ ପଇସା ଆଣନ୍ତି ଏବଂ ଭୋଟରେ ଜିତିଲା ପରେ ସେହିମାନଙ୍କ ସ୍ୱାର୍ଥରେ ହିଁ କାମ କରନ୍ତି। ଜନସାଧାରଣଙ୍କର ସ୍ୱାର୍ଥ ଭୁଲି ଯାଆନ୍ତି ଏବଂ ଜନସ୍ୱାର୍ଥ ବିରୋଧୀ ଆଇନ ଆଣନ୍ତି। ବାଙ୍କୀରେ ବହୁତ ମୌଳିକ ସମସ୍ୟା ଲାଗି ରହିଛି। ଯଦି ବାଙ୍କୀବାସୀ ଆଗାମୀ ଦିନରେ ଆପଣଙ୍କୁ ରାଜଗାଦିରେ ବସାନ୍ତି, ତାହେଲେ ବାଙ୍କୀବାସୀ ପାଇଁ ଆମେ କ'ଣ କରିବୁ? ଆମେ ଇଲେକ୍ସନରେ ଯେଉଁଭଳି ଭାବରେ ଆମେ ବାହାରେ ଆନ୍ଦୋଳନ କରୁଛୁ, ଜନସାଧାରଣଙ୍କର ଜୀବନ ଜୀବିକା ଏବଂ ଜ୍ୱଳନ୍ତ ସମସ୍ୟା ନେଇ, ନାରୀ ନିର୍ଯାତନା, ମଦ ମାଦକ ଦ୍ରବ୍ୟର ପ୍ରଚାର ପ୍ରସାର ଯେଉଁ ହେଉଛି ତା ବିରୁଦ୍ଧରେ, ଅଶ୍ଳୀଳତା ନଗ୍ନତାର ପ୍ରଚାର ପ୍ରସାର ବିରୁଦ୍ଧରେ ଏବଂ ସରକାର ଯେଉଁ ସରକାରୀ ସ୍କୁଲ ସବୁ ବନ୍ଦ କରିଦେଇଛନ୍ତି ତାକୁ ଖୋଲିବା ଦାବିରେ ଆମେ ଆମର ବହୁ ଆନ୍ଦୋଳନ ଜାରି ରଖିଛୁ। ଯଦି ଆମେ ଜିତିକି SUCI କମ୍ୟୁନିଷ୍ଟରୁ ଯଦି ବାଙ୍କୀ ନିର୍ବାଚନ ମଣ୍ଡଳୀର ଜନସାଧାରଣ ଆମକୁ ସହଯୋଗ କରୁଛନ୍ତି ଏବଂ ଭୋଟ ଦେଇ ଜୟଯୁକ୍ତ କଲେ, ଆମେ ଏହିସବୁ ଦାବି ବିରୁଦ୍ଧରେ ବିଧାନସଭା ଭିତରେ ଜନସାଧାରଣଙ୍କର ନ୍ୟାଯ୍ୟ ଦାବି ନେଇ ଆହୁରି ଦୃଢ଼ ଭାବରେ ଆନ୍ଦୋଳନ କରିବୁ, ଲଢ଼େଇ କରିବୁ। ଆମେ ଜନସାଧାରଣଙ୍କର ଦାବି ହାସଲ କରିବା ପାଇଁ ଆମେ ନିଶ୍ଚିତ ଭାବରେ ଲଢ଼େଇ କରିବୁ। ସେ ଭିତରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ କ'ଣ ବାର୍ତ୍ତା ଦେବେ? ବାଙ୍କୀ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ SUCI କମ୍ୟୁନିଷ୍ଟର ବାଙ୍କୀ ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ମାଳବିକା ସାମଲ ଲୋକମାନଙ୍କୁ କହିବି, ଜନସାଧାରଣଙ୍କୁ କହିବି, ଅନ୍ୟ ଦଳମାନଙ୍କର ଯେଉଁଭଳି ଅବସ୍ଥା, ସମସ୍ତେ ଭୋଟ ନେଇ କୌଣସି ଜନସାଧାରଣଙ୍କର ନ୍ୟାଯ୍ୟ ଦାବି ନେଇ ନା ଲୋକସଭା ନା ବିଧାନସଭାରେ ପ୍ରଶ୍ନ ଉଠାନ୍ତି, କେହି ଉଠାନ୍ତିନି ଜନସାଧାରଣଙ୍କର ଦାବି ନେଇ। ମୁଁ ଏହି ବାର୍ତ୍ତା ଦେବି ଯେ ଆମକୁ ଭୋଟ ଦେଇ ଆମକୁ ନିର୍ବାଚିତ କଲେ ଆଗାମୀ ଦିନରେ ଆମେ ବିଧାନସଭା ଭିତରେ ଜନସାଧାରଣଙ୍କର ସମସ୍ୟା ନେଇ ଉଠେଇବୁ, ଜନସାଧାରଣଙ୍କ ପାଇଁ ଲଢ଼େଇ କରିବୁ। ଆପଣମାନେ ଶୁଣୁଥିଲେ ବିଧାୟକ ପ୍ରାର୍ଥିନୀ ମାଳବିକା ସାମଲଙ୍କ ପ୍ରତିକ୍ରିୟା। ଯଦି ଆଗାମୀ ଦିନରେ ବାଙ୍କୀବାସୀ ତାଙ୍କୁ ନିର୍ବାଚନରେ ବିଜୟ ଲାଭ କରାନ୍ତି, ତାହେଲେ ବାଙ୍କୀରେ ଯାହା ମୌଳିକ ସମସ୍ୟା ଅଛି ସେ ଦୂର କରିବା ପାଇଁ ଚେଷ୍ଟା କରିବେ। କଟକ ବାଙ୍କୀରୁ ସୁଶାନ୍ତ କୁମାରଙ୍କ ରିପୋର୍ଟ, ବାଙ୍କୀ ମିରର।